6 ମାସ ବଞ୍ଚିବେ ବୋଲି ଯୁବରାଜଙ୍କୁ କହିଥିଲେ ଡାକ୍ତର। ଜି ହଁ ଦର୍ଶକ ବନ୍ଧୁ, ଭାରତ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସମ୍ପର୍କରେ ଏକ ରୋଚକ ତଥା ପ୍ରେରଣାଦାୟକ କଥା ଜଣାପଡ଼ିଛି। 2011ରେ ତାଙ୍କ କର୍କଟ ରୋଗ ଏତେ ଗୁରୁତର ହୋଇଯାଇଥିଲା ଯେ ସେ ଆଉ ମାତ୍ର 3ରୁ 6 ମାସ ବଞ୍ଚିବେ ବୋଲି ଡାକ୍ତର କହିଥିଲେ। ଏହା ସତ୍ତ୍ୱେ ସେ କର୍କଟ ସହ ଲଢ଼େଇ କରି ବିଜୟ ହେବା ସହ କ୍ରିକେଟ ପଡ଼ିଆ ମଧ୍ୟ ଫେରିଥିଲେ। ମାଇକେଲ ଭନ୍ଙ୍କ ସହ ଏକ ପୋଡକାଷ୍ଟରେ ଯୁବରାଜ ନିଜେ ଏ ସମ୍ପର୍କରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ 2001 ବିଶ୍ୱକପ୍ରେ ସେ ଯନ୍ତ୍ରଣା ସତ୍ତ୍ୱେ ଖେଳିଥିଲେ। ବିଶ୍ୱକପ୍ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଲାଗି ପ୍ରସ୍ତୁତ ହେଉଥିବା ବେଳେ ଦିଲ୍ଲୀରେ ଡାକ୍ତର ନିତେଶ ରୋହିତ ତ୍ୟାଗୀ କହିଥିଲେ ଯେ ତାଙ୍କ ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ ମଝିରେ ଟ୍ୟୁମର ରହିଛି। ଯଦି ସେ ଖେଳିବାକୁ ଯାଆନ୍ତି ତେବେ ହୃଦଘାତ ହୋଇପାରେ। ଯଥାଶୀଘ୍ର ସେ ମୋଥୋସ୍କୋପି କରାନଗଲେ ଆଉ ସେ 3ରୁ 6 ମାସ ବଞ୍ଚିବାର ଆଶଙ୍କା ରହିଛି। ଡାକ୍ତରଙ୍କ ସତର୍କବାଣୀ ପରେ ହିଁ ଯୁବରାଜ ଆମେରିକା ଯାଇ ଚିକିତ୍ସା ଆରମ୍ଭ କଲେ। ସେ କହିଛନ୍ତି ଆମେରିକାରେ ଚିକିତ୍ସା ହେବା ସମୟରେ ସେ ନିଜର ମନୋବଳ କାଏମ ରଖିବାକୁ କ୍ରିକେଟ ଭିଡ଼ିଓ ଦେଖୁଥିଲେ। ଏହି ସମୟରେ ଦଳୀୟ ସାଥୀ ସଚିନ ତେନ୍ଦୁଲକର ଏବଂ ଅନିଲ କୁମ୍ବଲେ ତାଙ୍କୁ ଦେଖିବାକୁ ଯାଇଥିଲେ। ତେବେ କ୍ରିକେଟ ଦେଖି ନିଜର ମନକୁ ଚାପଗ୍ରସ୍ତ ନ କରିବାକୁ କୁମ୍ବଲେ ପରାମର୍ଶ ଦେଇ ବୋଲି ସେ କହିଥିଲେ। ଜି ହଁ ଦର୍ଶକ ବନ୍ଧୁ, ଯୁବରାଜ ସିଂ ଭାରତର ଷ୍ଟାର କ୍ରିକେଟର ବା ଷ୍ଟାର ଅଲରାଉଣ୍ଡର 2011ରେ ବିଶ୍ୱକପ୍ ଚମ୍ପିଆନ କରାଇଥିବା ପ୍ରମୁଖ ଭୂମିକା, ଯିଏକି ମ୍ୟାନ୍ ଅଫ୍ ଦ ସିରିଜ୍ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ରହିଥିବା ଖେଳାଳି ଯୁବରାଜ ସିଂ। ସେହି ବିଶ୍ୱକପ୍ ପରେ ତାଙ୍କର ଯେତେବେଳେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ତାଙ୍କୁ କର୍କଟ ରୋଗ ହୋଇଥିଲା। ଡାକ୍ତର ମଧ୍ୟ କହିସାରିଥିଲେ 3ରୁ 6 ମାସ ବଞ୍ଚିବେ ବୋଲି, କିନ୍ତୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେରିକା ଯାଇ ସେ ଅସ୍ତ୍ରୋପଚାର କରାଇଥିଲେ। ଆଉ ସେ ଅସ୍ତ୍ରୋପଚାର ସମୟରେ ଭାରତର ମହାନ ଖେଳାଳି ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର ମଧ୍ୟ ତାଙ୍କୁ ଦେଖିବାକୁ ଯାଇଥିଲେ। ଆଉ ସେ ନର୍ଭସ୍ ନ ହେବାକୁ ତାଙ୍କୁ ଉପସ୍ଥାପନା ଦେଇଥିଲେ। କିନ୍ତୁ ତାପରେ ସେ କ୍ରିକେଟ ପଡ଼ିଆକୁ ଫେରିଥିଲେ। ସୁସ୍ଥ ହୋଇ କ୍ରିକେଟ ପଡ଼ିଆକୁ ମୋର ପ୍ରତ୍ୟାବର୍ତ୍ତନ କରିଥିଲେ। ମନୋବଳ ଦାଢ଼ ରଖି ପ୍ରତ୍ୟାବର୍ତ୍ତନ କରିଥିଲେ ଆଉ ଦମଦାର କ୍ରିକେଟ ପ୍ରଦର୍ଶନ କରିଥିଲେ। ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯାହା ମୁଁ ଆପଣମାନଙ୍କୁ ଜଣାଇଲି। ଯୁବରାଜ ସିଂଙ୍କ କାହାଣୀ ଉପରେ, କ୍ରିକେଟ କାହାଣୀ ଉପରେ, ତାଙ୍କ ଜୀବନ କାହାଣୀ ଉପରେ ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବଡି କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଯାଏ ଟେକ୍ କେୟାର। ଜୟ ଜଗନ୍ନାଥ।